पीरियड्स टाइम रे हमें केमिति जप करि पारिए भगवान कर जप जोटा माला ଅଛି, केमिति चांट। ଦେଖନ୍ତୁ ଜପ ଆମେ ଯୋଉ କରୁଛେ ହରେ କୃଷ୍ଣ ମହାମନ୍ତ୍ର ଜପ, ଏଇଟା ହଉଛି ଆତ୍ମା ପାଇଁ ଆମେ ଜପ କରୁଛେ, ବଡି ପାଇଁ ନୁହେଁ। हम्म। ହେଁ? ଭଗବାନଙ୍କୁ ଆମେ ଡାକୁଛେ ଜୀବର ସ୍ୱରୂପ ଭାଇ କୃଷ୍ଣର ନିତ୍ୟ ଦାସ, ଆତ୍ମା ପାଇଁ ଆମେ ମାଳାଟା ଜପ କରୁଛେ। ଆଉ ଜପ ଆମେ କରୁଛେ ତା ଦ୍ଵାରା ଭଗବାନଙ୍କର ଆମର ସ୍ମରଣ ଆସିବ। ମୃତ୍ୟୁ କୋଉ ସମୟରେ ବି ଆସିବ, ମୃତ୍ୟୁ କହିବେନି କି ଆରେ ବାବା ଏଇ ସମୟ ପିରିୟଡ ସମୟଟା ଏଇଟା ସୂଚି ଅଶୁଚି, ଏ ସମୟରେ ମୃତ୍ୟୁ ଆସିବେନି। ମୃତ୍ୟୁ କୋଉ ସମୟରେ ବି ଆସିବ, ଏଟା ଏନି ଟାଇମ ଡେଥ ମେ କମ୍। ସେଥିଲାଗି ଯୋଉଟା ଆମର ନିହାତି ଜପଟା ଆମର ଗୋଟେ ନିହାତି ଆତ୍ମାକୁ ଶୁଦ୍ଧି କରିବା ପାଇଁ ଆମେ ଜପ କରୁ, ଚେତନାଟାକୁ ଶୁଦ୍ଧି କରିବା ପାଇଁ। ସେଥିଲାଗି ଆମକୁ ଜପଟା ସବୁ ସ୍ତରରେ ଆମକୁ କରିବାକୁ ପଡିବ। ଏବେ ଯଦି ଗଳାରେ ଆମେ ତୁଳସୀ ମାଳ ପିନ୍ଧୁଛେ, ଏଇଟା କଣ ଆମେ ବାଥରୁମ ଗଲେ କଣ କାଢୁଛେ? ନା, ଏଇଟା ଗଳାରେ ଏକା ଲାଗିଥାଉଛି। ତୁଳସୀ କେବେ ଅଶୁଦ୍ଧି ହୁଏନି, ବୁଝିପାରିଲେ ନା? ସେଥିଲାଗି ଯୋଉ ହରେ କୃଷ୍ଣ ମହାମନ୍ତ୍ର ଜପ ମଧ୍ୟ ଆମକୁ ସବୁ ସ୍ତରରେ କରିବା ଉଚିତ, ଯାହା ଦ୍ୱାରା ଆମର ଚେତନାଟା ସବୁବେଳେ କୃଷ୍ଣ ଚେତନାରେ ରହିବ। ବୁଝିପାରିଲେ? तो माला हमें धरी जप करि पारिए ହଁ କରିପାରିବେ, प्रभु जी। ଅସୁବିଧା ନାହିଁ, କିଛି ଅସୁବିଧା ନାହିଁ, ଜପ କରିପାରିବେ। ନହେଲେ धन्यवाद ସବୁଦିନ प्रभु ମାଳ କେମିତି जी। କରିବେ ଜପ? ଜପ 16 ମାଳ ସବୁଦିନ କେମିତି କରିବେ? ବୁଝିପାରିଲେ ନା? हाँ। କିଛି ନାଇଁ ପ୍ରଭୁ କରିପାରିବେନି। जी, ମୁଁ 16 ମାଳା କରିପାରୁନି। 8 ମାଳା ନହେଲେ 6 ମାଳା 8 ଯୋଉଟା ମାଳା। ବି ଆପଣ କରୁଛନ୍ତି, ଯୋଉଟା ବି ଆପଣ କୋଟା ଅଛି 8 ମାଳ 10 ମାଳ 12 ମାଳ ଯୋଉଟା ବି କରୁଛନ୍ତି, ସବୁଦିନ ସେଇଟା ନିହାତି ହବା ଉଚିତ ମାଳାଟା। ଓକେ। हाँ प्रभु, धन्यवाद प्रभु जी। हरे कृष्ण।